ପ୍ରତିବର୍ଷ ଅଗଷ୍ଟ 15 ଜାନୁଆରୀ 26 ଆସିଲେ କଟକ ସହରର ଦରଘା ବଜାର ସ୍ଥିତ ପୁରୁଣା ଏହି ଜେଲର କଥା ସମସ୍ତଙ୍କର ମନେ ପଡ଼େ। ପ୍ରଶାସନ ତତ୍ପର ହୋଇଉଠେ। ବିଧି ରକ୍ଷା କରିବାକୁ ଯାଇ ଏହି ପୁରାତନ ଜେଲ ପରିସରରେ ସ୍ମୃତି ଭାବରେ ଠିଆ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ସ୍ମାରକୀ କଥା ମନେ ପକାଏ। ଆଉ ୟା ପରେ ବର୍ଷ ତମାମ ଏହାକୁ ଭୁଲି ଯାଇଥାଏ। ଏକଥା ଆମେ କହୁନାହୁଁ, ଯାହା ଏହି ଦୃଶ୍ୟ ବୟାନ କରୁଛି ତାହା ହିଁ କହୁଛୁ। ପବିତ୍ର ଗାନ୍ଧୀ ଜୟନ୍ତୀରେ କଟକ ସହର ଯିବା ଅବସରରେ ନଜର ପଡ଼ିଥିଲା ଏହି ସ୍ମୃତିସୌଧ ଉପରେ। କୁହାଯାଏ କାଳେ ଦିନେ ଏଠାରେ ରାଜ୍ୟର ସବୁଠୁ ବଡ଼ ଜେଲ୍ ଥିଲା। ସମୟକ୍ରମେ ସହରର ପରିବର୍ଦ୍ଧିତ ଆୟତନକୁ ଦୃଷ୍ଟିରେ ରଖି ଏହାକୁ ଚୌଦ୍ୱାରକୁ ଉଠାଇ ଦିଆଯାଇଛି। ହେଲେ ସବୁ କିଛି ଭାଙ୍ଗି ମାଟିରେ ମିଶାଇ ଦିଆଯାଇ ଯିବା ପୂର୍ବରୁ ଯେଉଁ କୋଠରୀରେ ଜାତିର ଅନେକ ବିଶିଷ୍ଟ ବ୍ୟକ୍ତିମାନେ କାରାବରଣ କରିଥିଲେ, ସେହି ଘରଟିକୁ 2010 ମସିହାରେ ରାଜ୍ୟ ସରକାର ସ୍ୱାଧୀନତା ସ୍ମାରକୀ ଭାବେ ଘୋଷଣା କଲେ। ହେଲେ ବିଡ଼ମ୍ବନାର ବିଷୟ, ୟା ମଧ୍ୟରେ 10 ବର୍ଷ ବିତି ଯାଇଛି। ହେଲେ ସ୍ଥିତି ଯାହା ଥିଲା ସେଇଆ। କେଉଁଠି କାନ୍ଥରୁ ସିମେଣ୍ଟ ଖସି ପଡ଼ିଲାଣି ତ ପୁଣି କେଉଁଠି ଛାତ ଦୁର୍ବଳ ହୋଇଗଲାଣି। ଏହି ହେଉଛି ଐତିହ୍ୟର ସ୍ମାରକୀ ବହନ କରୁଥିବା କଟକ ଦରଘା ବଜାର ସ୍ଥିତ ପୁରୁଣା ଜେଲର ସ୍ମାରକୀ। ଦିନେ ଓଡ଼ିଶାର ଅନେକ ବରପୁତ୍ର ଦେଶ ମାତୃକାର ସୁରକ୍ଷା ପାଇଁ ଏଠାରେ କାଟିଥିଲେ ବନ୍ଦୀ ଜୀବନ। ସଂଗ୍ରାମର ସ୍ମାରକୀ ବହନ କରୁଥିବା ସେହି ୱାର୍ଡ ନମ୍ବର 15 ଆଜି କିଭଳି ଅବହେଳିତ ଅବସ୍ଥାରେ ପଡ଼ି ରହିଛି, ଏହି ହେଉଛି ତାର ଦୃଶ୍ୟ। ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଖାଲି ସେତିକି ନୁହେଁ, ରାତିରେ ଅସାମାଜିକ ଲୋକଙ୍କର ମଧ୍ୟ ଏଠାରେ ଭିଡ଼ ଜମୁଛି। ସ୍ଥାନୀୟ ଲୋକମାନେ ସ୍ମାରକୀ ଚତୁଃପାର୍ଶ୍ୱରେ ନିଜ ନିଜର ଚାରିଚକିଆ ଗାଡ଼ି ମଧ୍ୟ ପାର୍କିଂ କରୁଛନ୍ତି। ଆଉ ଏହି ହେଉଛି ସେହି ଘରର ଭିତର ଦୃଶ୍ୟ। ଦିନେ ଏହି ଘର ଭିତରେ ଗୋପବନ୍ଧୁ ଦାସ, ମଧୁସୂଦନ ଦାସଙ୍କ ଭଳି ବ୍ୟକ୍ତିତ୍ୱ ମଧ୍ୟ ଏଠି ମାସ ମାସ ବର୍ଷ ବର୍ଷ ସମୟ କଟାଇଥିଲେ। ଆଜି ସମୟ ବଦଳି ଯାଇଛି। ଅତୀତକୁ ଆମେ ଭୁଲି ଯାଇଛନ୍ତି। ବାସ୍ତବରେ ଏହାର ସ୍ଥିତି ଦେଖିଲେ ଆପଣ ବିଶ୍ୱାସ କରିପାରିବେନି ଯେ ଆମେ ଆମ ଅତୀତର ସ୍ମୃତିକୁ କିପରି ଅବହେଳିତ କରି ରଖିଛୁ। ୱାର୍ଡ ନମ୍ବର 15 କଟକ ମହାନଗର ନିଗମର ଦାୟିତ୍ୱରେ ଥିବା ଏହି ୱାର୍ଡ ନମ୍ବର 15 ସ୍ୱାଧୀନତା ସଂଗ୍ରାମର ସ୍ମାରକୀ ବହନ କରୁଥିବା ଏହି ଘର ଆଜି ସମ୍ପୂର୍ଣ୍ଣ ଅବହେଳିତ ହୋଇକି ପଡ଼ିଛି। 1863 ମସିହାରେ ଇଂରେଜମାନେ ତିଆରି କରିଥିଲେ ଏହି ଜେଲ୍। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ସମୟରେ ଇଂରେଜମାନଙ୍କ ଦ୍ୱାରା ଗିରଫ ହୋଇଥିବା ସେତେବେଳର ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀଙ୍କ ପରି ଅନେକ ସ୍ୱାଧୀନତା ସଂଗ୍ରାମୀ ଏହି ଘରେ ହିଁ ସମୟ କଟାଇଥିଲେ। କିନ୍ତୁ ଆଜି ଦେଖନ୍ତୁ ଆର ଚତୁଃପାର୍ଶ୍ୱର ଅବସ୍ଥା। ଦିନେ ଏହି ଜାଗାରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ବିରାଟ ପାଚେରୀକୁ ଘେରା ହୋଇ ଏକ ଜେଲ୍ ଥିଲା। କିନ୍ତୁ ଆଜି ଦେଖାଯାଏ ସାଧାରଣ ଲୋକମାନେ ସେମାନଙ୍କ ଗାଡ଼ି ପାର୍କିଂ କରୁଛନ୍ତି। ରାଜ୍ୟ ସରକାର 2010 ମସିହାରେ ଏଠାରେ ଭିତ୍ତିପ୍ରସ୍ତର କରିଛନ୍ତି ଏହାକୁ ପୁନରୁଦ୍ଧାର କରିବା ପାଇଁ। କିନ୍ତୁ ଦେଖାଯାଇଛି ଏବେ ବି ସେ ଅବହେଳିତ ଅବସ୍ଥାରେ ପଡ଼ିଛି। ସ୍ମାରକୀ ଘୋଷଣା ହେବା ପରେ ଏହାର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଇଣ୍ଟାକ୍ ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦେଇଥିଲେ। କିନ୍ତୁ ୟା ଭିତରେ 10 ବର୍ଷ ବିତି ଯାଇଥିଲେ ବି କୌଣସି କାର୍ଯ୍ୟ ହୋଇନାହିଁ। ନୂଆ ପ୍ଲାନ୍ ପାଇଁ କାମ ବିଳମ୍ବ ହେଉଛି ବୋଲି କହି ସିଡିଏ କର୍ତ୍ତୃପକ୍ଷ ଏଡ଼େଇ ଯାଉଛନ୍ତି। ବିପର୍ଯ୍ୟୟ ଅବସ୍ଥାରେ ଆଜି ସଂଗ୍ରାମର ସ୍ମାରକୀ ଅବହେଳିତ ଅବସ୍ଥାରେ ଏହାକୁ ଦେଖିଲେ ସରକାରଙ୍କ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି କେତେ ଆନ୍ତରିକତା ତାହା ସହଜରେ ବୁଝାପଡ଼େ। ତ ଏଠାରେ ମନରେ ପ୍ରଶ୍ନ ଉଠେ, ଏ କଥାର ପରିବର୍ତ୍ତନ କେବେ ହେବ? କେବେ ରାଜ୍ୟ ସରକାର ଚେତିବେ? ରାଜ୍ୟ ସରକାରଙ୍କର ଚେତନାର କେବେ ଉଦୟ ହେବ? ଯେଉଁମାନଙ୍କର ନିଷ୍ଠା ପ୍ରଚେଷ୍ଟା ପାଇଁ ଆଜି ଆମେ ସ୍ୱାଧୀନତା ପାଇଛନ୍ତି, ଆଜି ସେମାନଙ୍କର ଏହି ସ୍ଥିତି, ଆଜି ସେମାନଙ୍କର ସେ ସ୍ମାରକୀ, ଆଜି ସେହି ସ୍ମୃତିସୌଧ କିଭଳି ଅବହେଳିତ ହୋଇକି ପଡ଼ିଛି। ଆମେ ଆଶା କରୁଛୁ ରାଜ୍ୟ ସରକାର ଏହାର ଅବିଳମ୍ବେ ଏହାର ପୁନରୁଦ୍ଧାର ପାଇଁ ଚେଷ୍ଟା କରିବେ। ନଚେତ୍ ଦିନ ଆସିବ ଏ ସ୍ମୃତିସୌଧ ଆମ ସ୍ମୃତିପଟରୁ କେତେବେଳେ ଯେଉଁ ଲୁଚିଯିବ ତାହା କହିବା ମୁସ୍କିଲ। ଦର୍ଶକ ବନ୍ଧୁ, ଏ ଦୃଶ୍ୟ ଏଇଥିପାଇଁ ଆପଣମାନଙ୍କ ଆଗରେ ଉପସ୍ଥାପନ କରୁଛୁ। ଏ ସ୍ମୃତିର ସ୍ମାରକୀକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। କେବଳ ରାଜ୍ୟ ସରକାର ନୁହଁ, ସରକାରଙ୍କୁ ଚେତାଇବା ପାଇଁ ମଧ୍ୟ